ଆମର ବିଗତ 100 ବର୍ଷ ଧରି ଏ କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ଭାବେ ଚାଲି ଆସିଛି। 1925 ମସିହାରେ ଆରମ୍ଭ ହୋଇଥିଲା, ଆମ ପୂର୍ବପୁରୁଷମାନେ କରିଥିଲେ। ପରବର୍ତ୍ତୀ ସମୟରେ ଆମର ତୃତୀୟ ପିଢ଼ିକି ପଡ଼ିଛି। ତେଣୁ ଆମମାନେ ସବୁ ଉଦ୍ୟୋକ୍ତା ଯୁବକ ବନ୍ଧୁମାନଙ୍କୁ ନେଇ କାର୍ଯ୍ୟକ୍ରମ ଆଗେଇ ଚାଲିଛି। କ'ଣ କେମିତି ସବୁ ମାନେ ସହଯୋଗ ରହିଛି ଯୁବ ବନ୍ଧୁମାନଙ୍କର? ସବୁ ମାନେ ସେ ପିଲାଙ୍କ ଯୋଗୁଁ ତ କାର୍ଯ୍ୟକ୍ରମ ଆଗେଇଛି। ଆମମାନେ ସବୁ ବର୍ତ୍ତମାନ ଉତ୍ତର ପିଢ଼ି ଆଡ଼କୁ ଗଲୁଣୁ, ଅପରାହ୍ନରେ ପହଞ୍ଚିଲୁଣୁ। ତେଣୁ ଆମେ ବି ଗଢ଼ୁଛୁ ସେମିତି ଆମର ଯେଉଁ ପରବର୍ତ୍ତୀ ପିଢ଼ି ଯେଉଁମାନେ ଆସିବେ ସେମାନେ ସବୁ ଏଥିରେ ଆକାଉଣ୍ଟେଡ୍ ହେଇଗଲେଣି। ସେମାନେ କାର୍ଯ୍ୟକ୍ରମ ଆହୁରି ଆଗକୁ ନେବେ। ଆଜି ସକାଳୁ ସବୁ କ'ଣ ସବୁ କାର୍ଯ୍ୟକ୍ରମ? ସକାଳୁ ଆଜି ଆମ ଗ୍ରାମ ଦେବତୀକି ଆହ୍ୱାନ କଲୁ। ସୂର୍ଯ୍ୟ ପୂଜା, ପ୍ରଥମେ ସୂର୍ଯ୍ୟ ପୂଜା, ତାପରେ ଗ୍ରାମ ଦେବତୀକି ଆହ୍ୱାନ କଲୁ, ତାପରେ ବ୍ରାହ୍ମଣ ପୂଜା। ବ୍ରାହ୍ମଣ ପୂଜା ପରେ ବର୍ତ୍ତମାନ ଗୀତା ଗାନ ଯଜ୍ଞ ହେବ। ସଞ୍ଜବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ବହୁ ପ୍ରତିଭାଧର ବ୍ୟକ୍ତିଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ତାଛଡ଼ା ବହୁ ମେଧାବୀ ଛାତ୍ରଛାତ୍ରୀ ଆମ ଗାଁର, ସେମାନଙ୍କୁ ମଧ୍ୟ କିଛି ପୁରସ୍କାରର ବ୍ୟବସ୍ଥା ଅଛି। କର୍ତ୍ତା ଭାବରେ କ'ଣ କେତେ ବର୍ଷ ଧରି? ମୁଁ ଏଇ ଜଷ୍ଟ 10-15 ବର୍ଷ ହେଲା। କିନ୍ତୁ ଏ ତ ଆମେ ମୁଁ ବୋଲି କହିବାନି, ମୁଁ ହେଲି ଗ୍ରାମର ପ୍ରତିନିଧି। କର୍ତ୍ତା କହିବାଟା ଭୁଲ ହେବ। ସମୂହ ଲୋକଙ୍କ ତରଫରୁ ପ୍ରତିନିଧି ଭାବେ ମୁଁ ବସିବା ପାଇଁ ପଡ଼ୁଛି। କିନ୍ତୁ ବର୍ତ୍ତମାନ ଯେଉଁ ଦେଖିବା ପାଇଁ ମିଳୁଛି ଗାଁର, ବର୍ତ୍ତମାନ ଏଠି ଆମର ମହିଳା କଥା କହିବା, ଯୁବକମାନଙ୍କ କଥା, ସମସ୍ତେ ଯେଉଁ ଏକଭର ଲାଗି ଯାଇଛନ୍ତି ପ୍ରାୟ ପୂଜାରେ। ଆଉ ଏଇ ଯେଉଁ ଖୁସିର ପରିବେଶ କ'ଣ କେମିତି ଲାଗୁଛି? ନାଇଁ, ସମସ୍ତେ ତ ଏଇଟା ଗୋଟେ ଗଣପର୍ବରେ ପରିଣତ ହେଇଛି। ପୂର୍ବରୁ ଯେମିତି ଆପଣ ଦେଖିବେ ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକାର ପର୍ବ ସବୁ ପର୍ବାଣୀ ଅଛି, ଆମ ଗାଁର ଏଇଟା ଗଣପର୍ବ। ଆବାଳ ବୃଦ୍ଧ ମଧ୍ୟ ସମସ୍ତେ ସାମିଲ ହୁଅନ୍ତି ଏବଂ ତା ଛଡ଼ା ବାହାରେ ରହୁଥିବା ଯେଉଁମାନେ ସବୁ ଶିକ୍ଷିତ ଲୋକ ବାହାରେ ଚାକିରି ବାକିରି କରୁଛନ୍ତି ଏବଂ ବ୍ୟବସାୟ ମଧ୍ୟ ବାହାରେ ଯେଉଁମାନେ ସବୁ ଉନ୍ନତି, ରାଉରକେଲାରେ ବି ମଧ୍ୟ ଆମର ବହୁତ ଗାଁର ଲୋକମାନେ ବ୍ୟବସାୟରେ ସେଠି ପ୍ରତିଷ୍ଠା ଲାଭ କରୁଛନ୍ତି। ସମସ୍ତେ ଆସନ୍ତି ମାଣବସା ଲକ୍ଷ୍ମୀ ପୂଜାରେ ସାମିଲ ହୁଅନ୍ତି। କେତେ ଦିନ କ'ଣ ଚାଲିବ? ଏ ଚାଲିବ ଆମର ଆଜି ଯଜ୍ଞଟା ହେବ, ଆ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ। 8-10 ଦିନ 15 ଦିନ ପାଖାପାଖି କାର୍ଯ୍ୟକ୍ରମ ଚାଲିବ। ମୋ ନାଁ ଅନୁପକେଶ୍ୱର ବିଷୋଇ। ମୁଁ ଏ ଗ୍ରାମର ବାସିନ୍ଦା ଓ ପୂଜା କମିଟିର ମଧ୍ୟ ଜଣେ ସକ୍ରିୟ ସଦସ୍ୟ। ଲକ୍ଷ୍ମୀ ପୂଜା ଚଳିତ ବର୍ଷ ନେଇ କ'ଣ କେତେ ବର୍ଷ ପଦାର୍ପଣ କରିଛି? ଲକ୍ଷ୍ମୀ ପୂଜା ଆମେ ତ ଆରମ୍ଭ ଦେଖିନୁ, ଯାହା ଶୁଣିଥିଲୁ, ଯାହା ଲେଖା ଥିଲା 1925 ମସିହା। ଏ ବର୍ଷ ହେଲା 2024 ମସିହା। ଏବେ 107ତମ ପୂଜା ଆମେ ପାଳନ କରୁଛୁ। ତେଣୁ 107ତମ ପୂଜା ପାଇଁ ପୂର୍ବରୁ ଯାହା ଯେମିତି ଆମର କାର୍ଯ୍ୟକ୍ରମ ଥିଲା, ଏ ବର୍ଷ ଟିକେ ତା ଦେହରେ କିଛି ଅଧିକ କାର୍ଯ୍ୟକ୍ରମ ଆମେ ଯୋଗ କରିଛୁ। ଏ ଦେଖନ୍ତୁ ଆପଣମାନଙ୍କର ବାଳକ ପିଲାମାନେ ବା ପୁଅ ପିଲାମାନଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ ପାରାୟଣ ବହୁମୁଖୀ ହେଉଥିଲା। ଏ ବର୍ଷ ଗତ ବର୍ଷ ଠାରୁ ଆମେ ଗୋଟେ ନୂଆକିରି ଆରମ୍ଭ କରୁଛୁ, କେବଳ ଛୋଟ ଛୋଟ ଝିଅମାନଙ୍କୁ ନେଇକରି ତାଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ ପାରାୟଣ କରିବା। ଓ ଏ ବର୍ଷ ମଧ୍ୟ ସମସ୍ତ ବିଧିବିଧାନରେ ସେ କାର୍ଯ୍ୟ ହେଉଛି। ଦ୍ୱିତୀୟ କଥା ହେଲା, ଏ ବର୍ଷ ବ୍ରାହ୍ମଣ ପୂଜନ ପ୍ରାୟ ସାଧାରଣତଃ ଅନ୍ୟମାନେ କେଉଁଠି ହୁଏନି। ଏ ବର୍ଷ ସବୁ ନନାମାନଙ୍କୁ ବସାଇ ପ୍ରଥମେ ପୂଜନ କରାଗଲା। ବ୍ରାହ୍ମଣ କର୍ତ୍ତା କର୍ତ୍ରୀ, ତାଙ୍କ ପରେ ଭାଗବତ ଏ ବର୍ଷ ଆରମ୍ଭ ହେଲା। ତାପରେ ପରେ ବର୍ତ୍ତମାନ ଷୋଡ଼ଶ ପୂଜାର ପୂଜା ଆରମ୍ଭ ହେବ। ଷୋଡ଼ଶ ପୂଜାର ପୂଜା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ଯଜ୍ଞ କାର୍ଯ୍ୟ ପରେ ଯଜ୍ଞ ପୂର୍ଣ୍ଣାହୁତି ପରେ ଆମର ସ୍ତବସ୍ତୁତି ପାଠନ। ତାପରେ ରହିଛି ଗାଁର କିଛି ସମ୍ମାନୀୟ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ। ବାହାର ଲୋକଙ୍କୁ ମଧ୍ୟ ଯେଉଁମାନେ ସବୁ ଭଲ କାମ କରୁଛନ୍ତି ଗାଁରେ, ସେମାନଙ୍କ ପାଇଁ ସମ୍ମାନ ପତ୍ର ଓ କିଛି ଉପଢୌକନ ବ୍ୟବସ୍ଥା ମଧ୍ୟ ହେଇଛି। ତେଣୁ ଆଜିର କାର୍ଯ୍ୟକ୍ରମ ତା ପରବର୍ତ୍ତୀରେ ଅଛି ହରିହାଟ। ଦିନବେଳା ମଧ୍ୟ ଅଛି ଲୋକମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ଓ ରାତିବେଳା ମଧ୍ୟ ଭୋଜନର ବ୍ୟବସ୍ଥା ହେଇଛି। କ'ଣ କେତେ ଦିନ ଧରି ଚାଲିବ ଏ ପୂଜା? ଏ ପୂଜା ବର୍ତ୍ତମାନ 15 ଦିନ ଧରି ଚାଲିବ। ଆଜି ନାଁ ହେଉଛି ବଡ଼ ପୂଜା। ଲକ୍ଷ୍ମୀ ପୂଜା ଗୁରୁବାର ଆରମ୍ଭ ହୁଏ, ଆମର ଶୁକ୍ରବାର ଦିନ ବିଶ୍ରାମ, ଶନିବାର ଦିନ ବଡ଼ ପୂଜା, ଅର୍ଥାତ୍ ସମସ୍ତ ବିଧିବିଧାନରେ ଆଜି ପୂଜା କରାଯାଏ। ତାପରେ ଆସନ୍ତାକାଲି ହେଉଛି ଆମର ଗାଁରେ ଭଜନ କାର୍ଯ୍ୟକ୍ରମ, ଲୋକାଲ ଲୋକମାନଙ୍କ ଦ୍ୱାରା ଖଞ୍ଜଣି ଭଜନ। ସନ୍ଧ୍ୟାବେଳକୁ ଅଧିବାସ ହେବ। ଅଷ୍ଟପ୍ରହର ନାମଯଜ୍ଞ ସୋମବାର ଦିନ ଯାକ ଚାଲିବ। ମଙ୍ଗଳବାର ଦିନ ମହୋତ୍ସବ। ତାପରେ ବୁଧବାର, ଗୁରୁବାର, ଶୁକ୍ରବାର 3 ଦିନ ଆମର ରହିଛି ଏଠି ଜ୍ଞାନ ଯଜ୍ଞ ବା ଯେଉଁଟା ଆମେ କହୁଛେ ପ୍ରବଚନ କାର୍ଯ୍ୟକ୍ରମ। କେବଳ ରାମ ଉପରେ 3 ଦିନ କରାଯିବ। ତାପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି। ତାପରେ ଘୋଡ଼ା ନାଚ କାର୍ଯ୍ୟକ୍ରମ ବି ଏ ବର୍ଷ ଆମେ ରଖିଛୁ। ବହୁ ପୁରାତନ କାର୍ଯ୍ୟକ୍ରମଟା ବୁଡ଼ି ଯାଉଛି। ତାପରେ ଲକ୍ଷ୍ମୀଙ୍କର ବିସର୍ଜନ ହେବା ପାଇଁ 15 ଦିନ ସମୟ ବର୍ତ୍ତମାନ ପାଇଁ ସ୍ଥିର ହୋଇଛି। ଯଦି ସମସ୍ତଙ୍କର ଉତ୍ସାହ ଉଦ୍ଦୀପନା ଲାଗି ରହେ, ହୁଏତ ଆଉ ଦିନେ 2 ଦିନ ବଢ଼ିପାରେ, ଆଉ ଅଧିକ ରଖିହେବ ନାହିଁ। ବର୍ତ୍ତମାନ ତ ଧାନ ଅମଳ ସମୟ, ମହାଲକ୍ଷ୍ମୀଙ୍କର ଆସିବା ସମୟ। ଲୋକଙ୍କର ମନରେ ବର୍ତ୍ତମାନ ସୁଦ୍ଧା ଭଲ ଉତ୍ସାହ ଅଛି। ଛୋଟ ଛୋଟ ପିଲାମାନଙ୍କର ବହୁତ ଉତ୍ସାହ ଅଛି। ପୁଅ ପିଲାମାନେ, ଝିଅମାନେ ସମସ୍ତେ ଲାଗି ପଡ଼ିଛନ୍ତି କାମରେ ପ୍ରାୟ ପୂର୍ବ 7 ଦିନ ତାକୁ ପ୍ରସ୍ତୁତ କରିବା ପାଇଁ। ତେଣୁ ସମସ୍ତଙ୍କ ଭିତରେ ବର୍ତ୍ତମାନ ସୁଦ୍ଧା ଉତ୍ସାହ ଅଛି। ଆଜକୁ 100 ବର୍ଷ ହେଲା ଏଠାରେ ମାଙ୍କର ପୂଜା କରାଯାଉଅଛି। ମୋର ଜେଜେବାପା, ବାପା ଏମାନେ ଆଜକୁ 100 ବର୍ଷ ହେଲା ପୂଜା କରି ଆସୁଥିଲେ। ମୁଁ ବର୍ତ୍ତମାନ ଏଠାରେ ମୁଖ୍ୟ ପୂଜକ ଭାବେ ପୂଜା କରୁଛି ଏବଂ ମାଙ୍କର ଅପାର କରୁଣା ଏ ସ୍ଥାନରେ, ମାଙ୍କର ଅପାର କରୁଣା ଯୋଗୁଁ ଏ ଗ୍ରାମ ତଥା
ଭକ୍ତମାନଙ୍କର ମନସ୍କାମନା ଏଠାରେ ଅଚିରେ ପୂରଣ ହେଉଛି। ଯେଉଁମାନଙ୍କର ଯାହା ଯାହା ମନସ୍କାମନା ରହିଛି ମା ସେମାନଙ୍କର ଅଚିରେ ମନସ୍କାମନା ପୂର୍ଣ୍ଣ କରୁଛନ୍ତି। ଟୋଟାଲ 100 ବର୍ଷରେ ଆସି ପହଞ୍ଚିଲାଣି ତ କଣ ଯୋଉ ଗ୍ରାମବାସୀ ମାନଙ୍କର ସହଯୋଗ କଣ କେମିତି ରହିଛି? ଗ୍ରାମବାସୀ ମାନଙ୍କର ଏଠାରେ ବହୁତ ସହଯୋଗ ସମେତ ଅକୁଣ୍ଠ ଅଛି। ଏଠାରେ ପ୍ରତିଦିନ ସ୍ନାନ ପରେ ପ୍ରତିଦିନ ମାଙ୍କୁ ଦର୍ଶନ ନ କଲେ ସେମାନେ ତାଙ୍କର ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ। ବିଶେଷ କରି ଏ ସମୟରେ ମା ଯେତିକି ଦିନ ଏଠାରେ ପୂଜା ପାଆନ୍ତି ପ୍ରତ୍ୟେକ ଗ୍ରାମବାସୀ ଆବାଳ ବୃଦ୍ଧବନିତା ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାଙ୍କୁ ଅକୁଣ୍ଠ ଚିତ୍ତରେ ଭକ୍ତି କରନ୍ତି, ଶ୍ରଦ୍ଧା କରନ୍ତି। ଏଠାରେ ମାଙ୍କୁ ତାଙ୍କର ଦୁଃଖ ଜଣାନ୍ତି। ତେଣୁ ମା ସମସ୍ତଙ୍କୁ ଏଠାରେ ଅତି ଖୁସିରେ ଆନନ୍ଦରେ ରଖିଛନ୍ତି। କିନ୍ତୁ 1 ବର୍ଷ ହେଲାଣି ଏଠି ପୂଜା ଅର୍ଚ୍ଚନା କରୁଛନ୍ତି, କେତେ ଖୁସି ଲାଗୁଛି? ବହୁ ଖୁସି। ଏଠାରେ ମାଙ୍କୁ ପୂଜା କରିବା ଦ୍ୱାରା ବହୁ ଖୁସି ଲାଗୁଛି, ବହୁ ଆନନ୍ଦ, ଯାହାକି ମାନେ କହିବା ବାହୁଲ୍ୟ ହେବ। ମାଙ୍କର ଅପାର କରୁଣା ଯୋଗୁଁ ଆମେ ଏଠାରେ ପୂଜା କରି ଆସୁଛୁ। ସେ ଭାଗ୍ୟ, ଯେଉଁ ଭାଗ୍ୟ ଆଜି ଆମେ ବ୍ରାହ୍ମଣ କୁଳରେ ଜନ୍ମ ନେଇଛୁ, ପଣ୍ଡିତ ବଂଶରେ ଜନ୍ମ ନେଇଛୁ ମୁଁ। ତେଣୁ ମାଙ୍କର ସେବା ମୁଁ କରିପାରୁଛି, ଯାହାକି ମୋ ପାଇଁ ଅତି ଆନନ୍ଦର କଥା।